ସମସ୍ତଙ୍କୁ ଜୟ ଜଗନ୍ନାଥ। ଚାଲନ୍ତୁ ଆଜି ଶୁଣିବା ଭଗବାନ କେବେ ପ୍ରସନ୍ନ ହୋଇଥାନ୍ତି। ପ୍ରଥମେ ଜାଣିବା ରାମ ନାମ ଜପିବା ଦ୍ୱାରା ନୁହେଁ, ହଳଦିଆ ବସ୍ତ୍ର ପିନ୍ଧିବା ଦ୍ୱାରା ନୁହେଁ, ସ୍ନାନ ଧ୍ୟାନ କରିବା ଦ୍ୱାରା ବି ନୁହେଁ, ଶଙ୍ଖ ବଜାଇବା ଦ୍ୱାରା ବି ନୁହେଁ, ମୁଣ୍ଡନ କରିବା ଦ୍ୱାରା ନୁହେଁ, ମନ୍ଦିରରେ ଧୂପ ଅଗରବତୀ ଏବଂ ସ୍ୱାଦିଷ୍ଟ ପକୱାନ ଚଢ଼ାଇବା ଦ୍ୱାରା ବି ନୁହେଁ। ଏସବୁ କଲେ କେବେ ବି ଭଗବାନଙ୍କୁ ପ୍ରସନ୍ନ କରିପାରିବେ ନାହିଁ। ବରଂ ଭୋକିଲାକୁ ଭୋଜନ କରାଇବା ଦ୍ୱାରା ଭଗବାନଙ୍କୁ ପ୍ରସନ୍ନ କରିପାରିବେ। କୌଣସି ଅସହାୟର ସାହାଯ୍ୟ କରିବା ଦ୍ୱାରା ଭଗବାନଙ୍କୁ ପାଇପାରିବେ। କୌଣସି ବି ଦୁଃଖୀ ଜୀବର ଲୁହ ପୋଛିବା ଦ୍ୱାରା ପାଇପାରିବେ। ଭଲ କର୍ମ କରିବା ଦ୍ୱାରା ଭଗବାନ ପ୍ରସନ୍ନ ହୁଅନ୍ତି ବୋଲି ମାନ୍ୟତା ଅଛି ଏବଂ ଭଗବାନ ସେମାନଙ୍କୁ ହିଁ ପ୍ରସନ୍ନ ହୋଇଥାନ୍ତି ଯାହା ମନରେ ଘୃଣା ଭାବ ଅହଙ୍କାର ନଥାଏ, ସମସ୍ତଙ୍କୁ ସମାନ ବ୍ୟବହାର ଦେଉଥାଏ, କାହାକୁ ଉଚ୍ଚ ନୀଚ ଭାବୁନଥାଏ, ଏମାନଙ୍କୁ ହିଁ ଭଗବାନ ପ୍ରସନ୍ନ ହୋଇଥାନ୍ତି। ଚାଲନ୍ତୁ ଏବେ ଶୁଣିବା ସୁବର୍ଣ୍ଣ ଅଁଳାକୋଲି କିପରି ବର୍ଷା କରିଥିଲେ। ବିଦ୍ୟା ଅଧ୍ୟୟନ କାଳରେ ଗୁରୁକୁଳରେ ନିୟମ ଅନୁସାରେ ଦିନେ ଆଦି ଶଙ୍କରାଚାର୍ଯ୍ୟ ଖାଦ୍ୟ ସଂଗ୍ରହ କରିବା ପାଇଁ ଭିକ୍ଷା ଗ୍ରହଣ କରିବାକୁ ଜଣେ ଗରିବ ବ୍ରାହ୍ମଣଙ୍କ ଘରେ ପହଞ୍ଚିଲେ। ଗୃହରେ ଉପସ୍ଥିତ ବ୍ରାହ୍ମଣୀଙ୍କର ଭିକ୍ଷା ଦେବା ପାଇଁ କିଛି ବି ନଥିଲା, କିନ୍ତୁ ସେ ନିଜ ଇଚ୍ଛାକୁ ଲୁଚାଇ ଘରେ ଭିକ୍ଷା ଦ୍ରବ୍ୟମାନ ଖୋଜିବାରେ ଲାଗିଲେ ଏବଂ ଗୋଟିଏ ଶୁଖିଲା ଅଁଳା କୋଲି ଖୋଜି ପାଇବାରେ ସକ୍ଷମ ହୋଇଥିଲେ। ମହିଳା ଜଣକ ଶଙ୍କରାଚାର୍ଯ୍ୟଙ୍କୁ ସେହି ଶୁଖିଲା ଅଁଳା କୋଲିକୁ ଭିକ୍ଷା ପାତ୍ରରେ ଦେଇ ଅନ୍ୟାନ୍ୟ ଖାଦ୍ୟଦ୍ରବ୍ୟ ଦେବାରେ ନିଜର ଅସାମର୍ଥ୍ୟକୁ ଅତି ବିନୀତ ଭାବରେ ପ୍ରକାଶ କରିଥିଲେ। ଆଦି ଶଙ୍କରାଚାର୍ଯ୍ୟଙ୍କ ହୃଦୟ ବ୍ରାହ୍ମଣୀଙ୍କ ଦାରିଦ୍ର୍ୟତା ତଥା ସେବା ମନୋଭାବରେ ବିଚଳିତ ହୋଇଥିଲା। ଫଳରେ ଦେବୀ ଲକ୍ଷ୍ମୀଙ୍କ ଉଦ୍ଦେଶ୍ୟରେ ତାଙ୍କ କଣ୍ଠରୁ ସ୍ୱତଃ ଉଚ୍ଚାରିତ ହେଉଥିଲା ଦିବ୍ୟ ସ୍ରୋତ ପଦ, ଯାହା କନକଧାରା ସ୍ରୋତମ୍ ନାମରେ ସୁବିଚିତ। ଦେବୀ ଲକ୍ଷ୍ମୀ ଆଦି ଶଙ୍କରାଚାର୍ଯ୍ୟଙ୍କ 21 ପଦଯୁକ୍ତ ସ୍ରୋତ ପାଠରେ ସନ୍ତୁଷ୍ଟ ହୋଇ ଗରିବ ବ୍ରାହ୍ମଣ ପରିବାରଙ୍କୁ ଆଶୀର୍ବାଦ ଦେବା ଉଦ୍ଦେଶ୍ୟରେ ତଥା ଏବଂ ଦାରିଦ୍ର୍ୟତା ନାଶ ଉଦ୍ଦେଶ୍ୟରେ ଶୁଦ୍ଧ ସୁବର୍ଣ୍ଣ ନିର୍ମିତ ଅଁଳା କୋଲି ବର୍ଷା କରିଥିଲେ। ଭଗବାନ ଶ୍ରୀକୃଷ୍ଣ କହିଥିଲେ, କଳିଯୁଗ ଯେତେ ଅଧିକ ପ୍ରବେଶ କରିବ, ଧର୍ମ, ସତ୍ୟ, ପବିତ୍ରତା, କ୍ଷମା, ଦୟା, ଆୟୁ, ବଳ ଓ ଶକ୍ତି ସ୍ମୃତି ସେତେ ଅଧିକରୁ ଅଧିକ ଲୋପ ପାଇଯିବ। ଓ ଆସନ୍ତୁ ଜାଣିବା ମଣିଷ ଉପରେ ଯୁଗର ପ୍ରଭାବ କିପରି ପଡ଼ିପାରେ। ମଣିଷର ବୁଦ୍ଧି ବିପରୀତ ଦିଗରେ ବିଚଳିତ ହେବ, ମଣିଷର ମତିଭ୍ରଷ୍ଟ ହେବ ଏବଂ ଜୀବନ ହାରିବେ। ମଣିଷମାନେ ଅଳ୍ପ ଆୟୁଷ ଯୁକ୍ତ ହେବେ, ମଣିଷମାନେ ରୋଗଗ୍ରସ୍ତ ହେବେ, ମଣିଷ ଓ ବୃକ୍ଷର ଉଚ୍ଚତା ହ୍ରାସ ପାଇବ, ମଣିଷର ସ୍ମରଣ ଶକ୍ତି ହ୍ରାସ ପାଇବ, ଶରୀରରେ ବଳ କମିବ ଓ କ୍ରୋଧ ସ୍ୱଭାବର ହେବେ, ମଣିଷମାନେ ଲୋଭୀ ହେବେ, ବନ୍ଧୁ ବାନ୍ଧବ ସମ୍ପର୍କରେ ଆତ୍ମୀୟତା ଓ ଶ୍ରଦ୍ଧା ହ୍ରାସ ଘଟିବ, ମଣିଷମାନେ ଗରିବ ଓ ବଂଶହୀନ ହେବେ, ସ୍ୱାମୀମାନଙ୍କର ଜୀବନ ବିପନ୍ନ ହେବ, ଧର୍ମର ହ୍ରାସ ଘଟିବ ଓ ପାଷଣ୍ଡମାନଙ୍କ ସଂଖ୍ୟା ବୃଦ୍ଧି ପାଇବ। ହସ ଆଉ ଲୁହ ଜୀବନର ଦୁଇଟି ରଙ୍ଗ, ଗୋଟିଏ ଦିଏ ଖୁସି ଆଉ ଗୋଟିଏ ଦିଏ ଜୀବନର ରଙ୍ଗ। ହସରେ ଲୁଚିଥାଏ ଅନେକ ଅକୁହା କଥା, ଲୁହରେ ଭାସିଯାଏ ହୃଦୟର ନୀରବ ବ୍ୟଥା। ଲୁହ ଶିଖାଏ ଧୈର୍ଯ୍ୟ, ହସ ଦିଏ ସାହସ। ଏହି ଦୁଇକୁ ନେଇ ଆଗକୁ ବଢ଼େ ଜୀବନର ପଥ। ଯେ ଲୁହକୁ ହସରେ ପରିଣତ କରିପାରେ, ସେହି ମଣିଷ ସତରେ ଜୀବନକୁ ଜିତି ଯାଇପାରେ। ଯଦି ଭିଡ଼ିଓଟି ପସନ୍ଦ ଆସିଲା ତାହେଲେ ଲାଇକ୍, ସବସ୍କ୍ରାଇବ୍, ସେୟାର କରନ୍ତୁ ବନ୍ଧୁ।